ସମସ୍ତଙ୍କୁ ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଜଗନ୍ନାଥ ଭଗବାନଙ୍କୁ ମନେ ପକାଇ ଜଗନ୍ନାଥଙ୍କ ନାମ ନେଇ ଆରମ୍ଭ କରିବା ଆଜିର ଅନୁଚିନ୍ତା। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ରଥଯାତ୍ରା ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ହୋଇଥାଏ। ରଥଯାତ୍ରା ପାଇଁ ରଥ କାମ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇଥାଏ। ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ଇନ୍ଦ୍ରଦେବ ଦେଇଥିଲେ। ଜଗନ୍ନାଥଙ୍କ ରଥରେ ଲାଗିଥିବା ଦଉଡ଼ିର ନାମ ଶଙ୍ଖଚୂଡ଼। ନନ୍ଦିଘୋଷ ରଥରେ 16ଟି ଚକ ଲାଗିଥାଏ। ରଥଯାତ୍ରା ଯଯାତି କେଶରୀ ରାଜାଙ୍କ ସମୟରୁ ଆରମ୍ଭ ହୋଇଥିଲା। ରଥଯାତ୍ରା ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିଲା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ପାଳିତ ହୋଇଥାଏ। ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ନିମ୍ବ କାଠ ବ୍ୟବହାର କରାଯାଏ। ରଥଯାତ୍ରାରେ ବଳଭଦ୍ରଙ୍କ ରଥ ପ୍ରଥମେ ରହିଥାଏ। ପ୍ରତ୍ୟେକ ସମୟରେ ଭଗବାନଙ୍କ ନାମ ନେବା ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଗାଧୋଇବା ସମୟରେ ଭଗବାନଙ୍କ ନାମ ନିଆଯାଏ ତେବେ ଏହାକୁ ତୀର୍ଥସ୍ଥାନ କୁହାଯାଏ। ଯଦି ଆପଣ ଖାଦ୍ୟ ଖାଇବା ସମୟରେ ଈଶ୍ୱରଙ୍କ ନାମ ନିଅନ୍ତି ତେବେ ଏହା ପ୍ରସାଦ ହୋଇଯିବ। ଯଦି ଆପଣ ଚାଲିବା ସମୟରେ ଈଶ୍ୱରଙ୍କ ନାମ ଜପ କରୁଥିବ ତେବେ ତାହା ତୀର୍ଥଯାତ୍ରା କୁହାଯିବ। ଯଦି ଆପଣ ଶୋଇବା ସମୟରେ ଈଶ୍ୱରଙ୍କ ନାମ ନେବେ ତେବେ ଏହାକୁ ଧ୍ୟାନ ନିଦ୍ରା କୁହାଯିବ। ଯଦି ଆପଣ କାମ କରିବା ସମୟରେ ଈଶ୍ୱରଙ୍କ ନାମ ଜପ କରନ୍ତି ତେବେ ଏହା କର୍ମଭକ୍ତି ହୋଇଯିବ। ଯଦି ଘରେ ଈଶ୍ୱରଙ୍କ ନାମ ନିଆଯାଏ ତେବେ ସେହି ଘର ଏକ ମନ୍ଦିର ହୋଇଯାଏ। ଝିଅ ପରଧନ ନୁହେଁ, ଝିଅ ପର ନୁହେଁ କି ପରଧନ ନୁହେଁ। କାହିଁକି ନା ଧନ ତ ଖର୍ଚ୍ଚ ହୋଇଯାଏ କିନ୍ତୁ ଝିଅ ଏମିତିକା ମୂଲ୍ୟବାନ ଅଟେ ଯିଏକି ଦୁଇଟି ପରିବାରକୁ ଏକ ମାଳରେ ଯୋଡ଼ି ରଖେ। ତେଣୁ ଝିଅ ହେଲା ଗୋଟେ ବାପା ପାଇଁ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ସାଥିରେ ରହିବାର ନିୟମ ତାଲାଠାରୁ ଶିଖନ୍ତୁ। ଭାଙ୍ଗିଯିବ ପଛକେ ଚାବି ବଦଳିବ ନାହିଁ। ଭରସା ଯେତେ ଦାମୀ ହେଉ ନା କାହିଁକି ଧୋକା ମଧ୍ୟ ସେତିକି ମହଙ୍ଗା ହୋଇଥାଏ। ଯିଏ ତୁମ ପ୍ରତି ପରିଶାନୀ ହୁଏ ତାକୁ ତ୍ୟାଗ କରିଦିଅ। କାରଣ ବୋଝ ବନିଯିବାଠାରୁ ତାକୁ ମନ ପକାଇବା ଠାରୁ ଭଲ ଅଟେ ହଜାରେ ଚାହୁଁଥିବା ଲୋକଙ୍କଠାରୁ ଜଣେ ନିଭାଇଲା ବାଲା ବହୁତ ଭଲ ଅଟେ। ସବୁବେଳେ ଏକୁଟିଆ ସେହି ରହିଯାଏ ଯିଏ ଜୀବନରେ ଠିକ୍ ନିର୍ଣ୍ଣୟ ନେଇଥାଏ। କିଛି ଲୋକ ଦେଖାନ୍ତି ନାହିଁ ପାରନ୍ତି ଆପଣଙ୍କୁ ବହୁତ ବିଶ୍ୱାସ କରିଥାଏ। ସେ ଖୁବ୍ ବିଶ୍ୱସ୍ତ ଅଟେ। ପଇସାର ଘମଣ୍ଡ ସବୁବେଳେ ବନ୍ଧୁକୁ ଜଳାଇ ଦେଇଥାଏ। ଯିଏ ତୁମ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥାଏ ସେ ଅନ୍ୟମାନଙ୍କ ପାଖରେ ତୁମ ବିଷୟରେ ବହୁତ ଚର୍ଚ୍ଚା କରୁଥାଏ। ଆତ୍ମସମ୍ମାନଠୁ ବଡ଼ ଆଉ କିଛି ନାହିଁ। କେହି ତୁମକୁ ଥରେ ଅପମାନ କଲେ ତାକୁ ଚିହ୍ନି ରଖ ଏବଂ ତାଠାରୁ ଦୂରେଇ ରୁହ। କାରଣ ପ୍ରଶ୍ରୟ ଦେଲେ ସେ ଗୋଟିଏ କାମ ବାରମ୍ବାର କରିଥିବ। ସେ ଧୋକା ହିଁ ଦେଇ ଚାଲିଥିବ। ରାତି ଯେତେ ଅଧିକ ଅନ୍ଧାର ହୋଇଥାଏ ତାରାମାନେ ସେତେ ଅଧିକ ଚମକିଥାନ୍ତି। ଦୁଃଖ ଯେତେ ଗଭୀର ହୋଇଥାଏ ଈଶ୍ୱର ସେତେ ଅଧିକ ନିକଟତର ହୋଇଥାନ୍ତି। ସେଥିପାଇଁ ପ୍ରତ୍ୟେକ ଅନ୍ଧାର ରାତି ପରେ ସକାଳ ଆସିବା ନିଶ୍ଚିତ ଏବଂ ପ୍ରତ୍ୟେକ କଷ୍ଟକର ପରିସ୍ଥିତି ପରେ ଭଲ ସମୟ ଆସିବା ନିଶ୍ଚିତ। ଜୀବନରେ ଯଦି ନାମ କମାଇବାକୁ ଚାହୁଁଛନ୍ତି ସମସ୍ତଙ୍କଠାରେ ଥିବା ଭଲ ଗୁଣକୁ ଗ୍ରହଣ କରନ୍ତୁ। ପିତା ମାତାଙ୍କଠାରୁ ଆଶୀର୍ବାଦ ନିଅନ୍ତୁ। କଠିନ ପରିଶ୍ରମ କରନ୍ତୁ। କିଛି ସଞ୍ଚୟ କରନ୍ତୁ। ଈଶ୍ୱରଙ୍କୁ ଉପରେ ବିଶ୍ୱାସ ରଖନ୍ତୁ।
ମଦ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ। ମିଷ୍ଟଭାଷୀ ହୁଅନ୍ତୁ। ପର ଉପକାରୀ ହୁଅନ୍ତୁ। ଧର୍ମଶାସ୍ତ୍ର ପାଠ କରନ୍ତୁ। ଇନ୍ଦ୍ରିୟ ଗୁଡ଼ିକ ନିଜ ଆୟତ୍ତରେ ରଖନ୍ତୁ। ଧର୍ମଶାସ୍ତ୍ର ପାଠ କରନ୍ତୁ। ଧର୍ମରେ ରୁହନ୍ତୁ। ରାଶିଫଳ ଉପରେ ନୁହେଁ। ରାଶି ତ ରାମ ଏବଂ ରାବଣର ମଧ୍ୟ ଗୋଟିଏ ଥିଲା, କିନ୍ତୁ ସେମାନଙ୍କୁ ତାଙ୍କ କର୍ମ ଅନୁସାରେ ହିଁ ଫଳ ମିଳିଥିଲା। ଜୀବନରେ ସବୁବେଳେ ଖୁସିରେ ରହିବାକୁ ହେଲେ ନିଜର ପରିସ୍ଥିତିକୁ ଦେଖି ଫଇସଲା କରନ୍ତୁ। ଦୁନିଆକୁ ଦେଖିକି ନେଉଥିବା ଫଇସଲା ସବୁବେଳେ ଦୁଃଖ ଦେଇଥାଏ। ମଦ୍ୟପାନ କଲେ କ'ଣ ହୋଇଥାଏ ଚାଲନ୍ତୁ ଶୁଣିବା। ଅନେକ ଲୋକ ମଦ୍ୟପାନ କରିବା ସମୟରେ ଏଥିରେ ଆଙ୍ଗୁଠି ବୁଡ଼େଇ ମଦ୍ୟପାନକୁ ଛିଞ୍ଚି ଦିଅନ୍ତି ଏବଂ ସେମାନେ କୁହନ୍ତି, ମୁଁ ଏହି ମଦ୍ୟପାନ ମୋର ପୂର୍ବପୁରୁଷଙ୍କୁ ଦେଇଛି। କିନ୍ତୁ ସତ୍ୟ ହେଉଛି ସେମାନେ ପୂର୍ବପୁରୁଷ ନୁହନ୍ତି। ମଦ୍ୟପାନ କରିବା ଆଦୌ ଉଚିତ ନୁହେଁ। ମଦ୍ୟପାନ କରିବା ଦ୍ୱାରା ଘର ଅଶାନ୍ତି ହୋଇଥାଏ। ପୂର୍ବପୁରୁଷମାନେ ଘୃଣା କରନ୍ତି। ଏମାନେ ଘରେ ବସବାସ କରି ଘରକୁ ଛିନ୍ନ ଭିନ୍ନ କରିଦିଅନ୍ତି। ରୋଗ ବିବାଦ ଏସବୁ ତାଙ୍କ ଦ୍ୱାରା ହିଁ ବିନାଶ ହୋଇଥାଏ। ମଦ ପିଉଥିବା ଲୋକଙ୍କଠାରୁ ବଞ୍ଚିକି ରୁହନ୍ତୁ। ମଦ ପିଇଲେ ସେମାନେ କିଛି ବି ଜାଣିପାରନ୍ତି ନାହିଁ। ଯାହା ଧନ ସଞ୍ଚୟ କରିଥିବେ ତାହା ସବୁ ସାରି ଦେଇକି ଶେଷରେ ନିଜ ଦେହ ମଧ୍ୟ ଖରାପ କରିଦେବେ। ଏହିପରି ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଜୟ ଜଗନ୍ନାଥ।